ଆମର ମାସର ଶେଷ ରବିବାର ଆଉ ଆମମାନଙ୍କର ସେଇଦିନ ପଞ୍ଚାୟତର ସତ୍ସଙ୍ଗ ରହିଛି। ଆପଣ ନିଶ୍ଚିତ ଭାବେ ଆସିବେ। ଖରାରେ ଏତେ ବାଟ ନା ନାଇଁ, ଆପଣଙ୍କର ଆସିବାଟା ନିତାନ୍ତ ଆବଶ୍ୟକ। ତ କଥାଟା ହେଲା କ'ଣ, ଏପଟେ ବଡ଼େଇ ଭାଇ କହୁଛନ୍ତି ଖୁବ୍ କମ୍ ସମୟ ଭିତରେ ଆଲୋଚନା। ତ ମୁଁ ସେଦିନ ଭାଇକୁ କହୁଥିଲି, କୁଳମଣି ଭାଇକୁ, ଯେ ଏଇ ଯେ ସତ୍ସଙ୍ଗର ଧାରା ଆଉ ଆମମାନଙ୍କ ପାଖରେ କାହା ପାଖରେ ଅଛପା ନାହିଁ, ଜାଣିବାରେ କିଛି ବାକି ନାହିଁ। କାରଣ ବାର ବାର ସତ୍ସଙ୍ଗ ଆସିବା ଭିତରେ ଆମେ ସମସ୍ତେ ଜାଣୁ। ଆଉ ଏ ଜାଣିବାଟା ଯେତେବେଳେ ପର୍ଯ୍ୟନ୍ତ ଆମମାନଙ୍କର ଚାଲିଚଳନ ଭିତରେ ପ୍ରକାଶିତ ନହେଲା, ପ୍ରସ୍ଫୁଟିତ ନହେଲା, ତାହେଲେ କିଛି ହେଇନାହିଁ। ତେଣୁ ଠାକୁର ଗୋଟେ କଥା କହୁଛନ୍ତି, ତୁମେମାନେ ମୋତେ କେତେ ଭଲ ପାଅ, ତାର ମାପକାଠି ହେଉଛି ତୁମେମାନେ ମୋଠୁ କେତେ ପାଇଛ। ମୋଠୁ ତୁମେମାନେ କିଏ କେତେ ପାଇଛ। କ'ଣ ପାଇଛ? ଏ ଧନ ଦୌଲତ, ସବୁ ଦିଗରୁ ସୁଖ ଦୁଃଖ, ଶୋକ ରୋଗ ବୈରାଗ୍ୟ, ପ୍ରତ୍ୟେକ ଭିତରୁ ତାଙ୍କ ପାଖରୁ ଆମେ କ'ଣ ପାଇଛେ, ସେଇଟା ହେଉଛି ତୁମମାନଙ୍କର ଠାକୁରଙ୍କ ପ୍ରତି ଭଲ ପାଇବାର ମାପକାଠି। ତେଣୁ ସେଦିନ କୁଳମଣି ଭାଇଙ୍କୁ କହିଲି, ବୋଲି ଦୂର ହଉ କି ଯାହା ହଉ, କିନ୍ତୁ ଭାବଟା ନିକଟ ସମସ୍ତଙ୍କ ପାଇଁ। ଆପଣଙ୍କର ଯେଉଁ ଏଇ ମୋ ପ୍ରତି ଯେଉଁ ସ୍ନେହ ଶ୍ରଦ୍ଧା, ମୁଁ ନିଶ୍ଚିତ ଭାବେ ଆସିବି। କାଲି ରଞ୍ଜନ ଦେବ ଦାଦାଙ୍କୁ ମଧ୍ୟ ଫୋନ୍ କରି କହୁଥିଲି, ଆପଣମାନଙ୍କ ସହିତ ଦେଖା ହେବାର ଗୋଟେ ସୁଯୋଗ ମିଳିବ। ଯାହା ବି ହଉ, ଆଜି ଏ ସତ୍ସଙ୍ଗରେ ଅନେକ ଭଜନ କୀର୍ତ୍ତନ କୋରସ ଭିତରେ ଅନେକ କଥା କହିଛନ୍ତି। ରଞ୍ଜନ ଭାଇ ତ କୀର୍ତ୍ତନ ଭିତରେ ସମସ୍ତଙ୍କୁ ମତୁଆଲ କରିଦେଇଛି, ଠାକୁରଙ୍କ ନିକଟକୁ ସମସ୍ତଙ୍କୁ ନେଇଯାଇଛି। ତ ତାରି ଭିତରେ ଠାକୁରଙ୍କ କଥା ବିପଦ କହିବା, ଏଇ ପରିପ୍ରେକ୍ଷୀରେ ମୋର ମନେ ହୁଏ, ଠାକୁରଙ୍କ ପାଖରେ ଜଣେ ନିବେଦନ କରୁଛନ୍ତି, ଠାକୁର ମୁଁ ଏତେ ଯାଜନ କରୁଛି, ଲୋକଙ୍କୁ ଏତେ କଥା କହୁଛି, କିନ୍ତୁ କିଛି ପ୍ରଭାବ ପଡୁନି। ଠାକୁର ଉତ୍ତର ଦଉଛନ୍ତି, ଆରେ ତୁ ମୋ ଆଗରେ ମୋ କଥା କହିଲେ କିଏ କଥା, ତୋ କଥା କିଏ ଶୁଣିବ? ତୋର କିଛି କଥା ଅଛି କହୁନୁ। ତା ମାନେ ଠାକୁର ଏଠି କହୁଛନ୍ତି, ମତେ ନେଇ ତୁ କ'ଣ ପାଇଛୁ ତୋ ଜୀବନ, ସେଇ କଥା ଗୁଡ଼ିକ ତୁ ଲୋକଙ୍କ ପାଖରେ କହ। ହୁଏତ ଲୋକଙ୍କ ପାଖରେ ହୃଦୟରେ ରେଖା ଟାଣି ନଥାଏ। ତେଣୁ ଆମେମାନେ ଜୀବନରେ ଆଜି ଆଚାର୍ଯ୍ୟ ସେଇ କଥା ହିଁ କହୁଛନ୍ତି, ତୁମେମାନେ କ'ଣ ପାଇଛ, ତୁମର ଅନୁଭୂତି ସେଇଗୁଡ଼ାକ ପ୍ରକାଶ କର। ଆମେ କିନ୍ତୁ ଆଜି ଆସୁଛେ ଏଇ ଠାକୁରଙ୍କ ପାଖକୁ, ଯାହାରି ପାଇଁ ଡିପି କାମ ଚାଲିଛି, ଦ୍ୱାରେ ଦ୍ୱାରେ ଘରେ ଘରେ ବୁଲୁଛନ୍ତି। ଏଇ ହଜିଲା ମଣିଷକୁ ପୁଣି ଧରିବାର ବାଟ କରାଯାଉଛି। ତାର ମୂଳରେ ରହିଛି ଏଇ ଯେ ତିନିଟା କଥା, ଯାହାକି ଆମେ ପ୍ରତିଦିନ ପଢୁଛେ ସତ୍ୟାନୁଚରଣର ଆରମ୍ଭରେ। ଅର୍ଥମାନ ଦୋଷ ଇତ୍ୟାଦି ପାଇବା ଆଶାରେ ମୋତେ ଠାକୁର ଭକ୍ତ ହୁଅ ନାହିଁ, ସାବଧାନ ହୁଅ। ତୁମର ଠାକୁର ତ ଜାଗ୍ରତ ନହେଲେ କେହି ତୁମର କେନ୍ଦ୍ର ଉନ୍ନତି, ଠାକୁର ବିନତି ପାଇଥିଲେ ତାହା ହିଁ ପାଇ। এই বাণীটা সর্বপ্রথমে সত্যানুসরণ আমি সবুলে শুনুছি, কিন্তু এই তিনটাই আমার অপচটনা। এই অর্থমান যশ যদি টিকে অভাব হয়ে গেল, আউ ঠাকুর না, সেইথিপাই আমি আসিছে যদি, তাহলে আমি কিছু পাইপারিবা না। তেমন ঠাকুর কৌଛନ୍ତି তুমি সবু দেই দিও, সর্বস্বর অধীশ্বর হয়ে উঠিব। তুমি সবু দেই দিও তাকে, তন মন ধন তাଙ୍କ পাখରେ উজাড়ি। ସେଥିପାଇଁ ଶ୍ରୀ ଶ୍ରୀ ଠାକୁରଙ୍କ ପାଖକୁ ଇଏ ସତ୍ସଙ୍ଗର ଭାବଧାରାଟା, ସତ୍ସଙ୍ଗଟା ଆଜି ଏତେ ସମାବେଶ, ତାଙ୍କୁ ଭଲ ପାଇବାର ଆବେଗରେ ଆପଣମାନେ ଆସିଛନ୍ତି। ସବୁ ଏତେ ଖରା ଭିତରେ ଆସିଛନ୍ତି ତାଙ୍କୁ ଭଲ ପାଇବା ପାଇଁ। ଏ ଯେ ଭଲ ପାଇବା ପାଇଁ ଆସିଛେ, ନିଃସ୍ୱାର୍ଥପର ଭାବରେ ତାଙ୍କ ପାଖେ ଆମେ ଯଦି ଆମର ମନ କଥା ନିବେଦନ କରିବା, ସେ ନିଶ୍ଚୟ ଶୁଣିବେ। କିନ୍ତୁ ଏଇ ଯେ ଅର୍ଥମାନ ଦୋଷର କଥା ଯଦି ତା ଭିତରେ ପଶିଯାଏ, ହଟିଯିବା ଆମେ। ତେଣୁ ଠାକୁର ସେଠି ଗୋଟେ ବାଣୀରେ, ସେଇ ବାଣୀରେ ଗୋଟିଏ କଥା କହିଦେଲେ, ମା ମାନେ ଭାଇ ମାନେ ଦୟାକରି এই বাণীটিକୁ ଭଲ କରି ବୁଝିବେ। ଠାକୁର କହୁଛନ୍ତି, ତୁମର ଠାକୁରତ୍ଵ ଜାଗ୍ରତ ନ ହେଲେ କେହି ତୁମର କେନ୍ଦ୍ର ନୁହନ୍ତି, ଠାକୁର ବି ନୁହନ୍ତି, ପାଣ୍ଠି ଦେଲେ ତାହା ହିଁ ପାଇ। ଅର୍ଥାତ୍ ତୁମର ଠାକୁରତ୍ଵ ଅର୍ଥ, ଠାକୁର ତୋ ଅର୍ଥ ଗୁଣ। ଶ୍ରୀ ଶ୍ରୀ ଠାକୁରଙ୍କ ପାଖରେ ଯେଉଁ ସମସ୍ତ ଗୁଣ ଗୁଡ଼ିକ ଅଛି, ସେ ସମସ୍ତ ଗୁଣ ଆମ ପ୍ରଭୁଙ୍କ ପାଖରେ ଅଛି, କିନ୍ତୁ ତାହା ସୁପ୍ତ ଅବସ୍ଥା। ଠାକୁର ସେଠି ପଏଣ୍ଟ ଆଉଟ୍ କରି କହୁଛନ୍ତି, ତୁମର ଠାକୁର ତ ଗଡ୍ କ୍ରିଏଟେଡ୍ ମ୍ୟାନ୍ ଆଫ୍ଟର ହିଜ୍ ଓନ୍
ଇମେଜ୍। ଭଗବାନ ତାଙ୍କର ପ୍ରତିବିମ୍ବକୁ ନେଇ ମଣିଷ ତିଆରି କରୁଛନ୍ତି। ତେଣୁ ଭଗବାନଙ୍କ ପାଖରେ ଯେ ସମସ୍ତ ଗୁଣ ଅଛି ଆମ ଭିତରେ ସେ ସମସ୍ତ ଗୁଣ ଅଛି। ତେଣୁ ଯାହା ଅଛି ବ୍ରହ୍ମାଣ୍ଡରେ ତାହା ଅଛି ଏ ପିଣ୍ଡେ। ଏ ବ୍ରହ୍ମାଣ୍ଡରେ ଆମେମାନେ ଯାହା ଦେଖୁଛେ ଏ ସବୁ ଏ ପିଣ୍ଡ ଭିତରେ ଅଛି, ଅର୍ଥାତ୍ ତାଙ୍କର ସମସ୍ତ ଗୁଣ ଗୁଡ଼ିକ ଆମ ଭିତରେ ନିହିତ ଅଛି, କିନ୍ତୁ ସେଗୁଡ଼ିକ ସୁପ୍ତ ଅଛି। এই ব্রেন ভিতরে সমস্ত গুণগুড়িক আমার রয়েছে, তা ইলেকট্রিক বা সুপ্ত হয়ে রয়েছে। ঠাকুর কହୁଥିଲେ সেই তোমার ঠাকুরত্ব গুণগুড়িক জাগ্রত কর, আকু যদি তুমি জাগ্রত ন করিপার তোমার কিছু বি হয়েছে। তেমন এই জাগ্রত করা গোটে চাবিকাঠি ধরে দিলাম মা, সেই চাবিকাঠিটা হচ্ছে সতনাম। তাই কହୁଥିଲେ সে কথা এই সতনাম। সতনাম সহজ কথা নুহ, দয়ালଙ୍କ ଦୟାରେ ପୂର୍ବ ଜନ୍ମର ସ୍ୱୀକୃତି ଫଳରେ ଆମେମାନେ ସତନାମ ପାଇଛେ। ଏ ସତନାମଟା ବଳରେ ଆମେ ସବୁ କିଛି ପାଇପାରିବା ଏବଂ ମାଧ୍ୟମ ହେଉଛି ଶ୍ରୀ ଠାକୁର।